ଆସନ୍ତୁ ଶୁଣିବା ଉତ୍କଳର ଲୋକକଥା ବାଳବତୀ କନ୍ୟା। ଗୋଟିଏ ରାଇଜରେ ଏକ ବୁଢ଼ୀ ଅସୁରୁଣୀ ଥାଏ। ଅସୁରୁଣୀ ବୁଢ଼ୀ ଦିନରେ ପାଣି ଭିତରେ ଥାଏ, ରାତିରେ ପାଣିରୁ ବାହାରି ମଣିଷ ଖାଏ। ଏମିତି ଖାଉ ଖାଉ ରାଇଜ ଯାକ ମଣିଷ ନିପାତ କଲା। ସେ ରାଇଜରେ ରଜା ଝିଅ ପିଲା ହୋଇଥାଏ, ଅତି ଉତ୍ତମ ସୁନ୍ଦର କନ୍ୟାଟିଏ। ଅସୁରୁଣୀର ମନ ତାକୁ ଖାଇବାକୁ ବଳିଲା ନାହିଁ। ତାକୁ ନେଇ ପାଣି ଭିତରେ ନିଜ ଘରେ ରଖିଥାଏ। ଦିନ ଗଲା, ମାସ ଗଲା, ବର୍ଷ ଗଲା। ସେ ମାଇକିନିଆ ଝିଅଟି ବଢ଼ିଗଲା। ରଜା ଝିଅର ଖୁବ୍ ଲମ୍ବ ବାଳ, ଲମ୍ବରେ 12 ହାତ। ଦିନେ ରଜା ଝିଅ ଆସିଛି ନଈ ତୁଠରେ ଗାଧୋଇବାକୁ। ମୁଣ୍ଡ ଧୋଉ ଧୋଉ ମୁଣ୍ଡରୁ ବାଳଟିଏ ଉପୁଡ଼ିଗଲା। ରଜା ଝିଅ ସେ ବାଳଟିକି ଗୋଟିଏ ଫରୁଆରେ ପୂରେଇ ଭସେଇ ଦେଲା। ଫରୁଆଟି ଯାଇ ଏକ ଦେଶରେ ଲାଗିଲା। ସେ ଦେଶର ରଜା ପୁଅ ଯାଇଥିଲା ପାରିଧିକି। ନଈକୂଳେ ଏ ଫରୁଆଟିକୁ ଦେଖିଲା। ଫରୁଆ ଫିଟେଇ ଦେଖିଲା 12 ହାତ ଲମ୍ବର ବାଳଟିଏ। ରଜା ପୁଅ ଅବୁଝା, ଆଉ ପାରିଧିକି ଯିବ କ'ଣ? ସେ ଫରୁଆଟିକି ନେଇ ନଅରକୁ ଫେରିଲା। ଘରେ ଯାଇ କବାଟ କିଳି ଶୋଇଲା। ଖାଇଲା ନାହିଁ, ପିଇଲା ନାହିଁ। ଯିଏ ଯେତେ ଡାକିଲେ କବାଟ ଫିଟେଇଲା ନାହିଁ। ରଜା ପୁଅ ମନ୍ତ୍ରୀ ପୁଅ ସଙ୍ଗାତ। ପଛକୁ ମନ୍ତ୍ରୀ ପୁଅ ଆସି କବାଟରେ ହାତ ମାରିଲା। ରଜା ପୁଅ କବାଟ ଫିଟେଇ ନଥାଏ। ମନ୍ତ୍ରୀ ପୁଅକୁ କହିଲା, ତୁମେ ସତ୍ୟ କର, ମୁଁ ଯାହା କହିବି ମୋତେ ଆଣିଦେବ, ତେବେ ଯାଇ ମୁଁ କବାଟ ଫିଟେଇବି। ମନ୍ତ୍ରୀ ପୁଅ ଏବେ କରିବ କ'ଣ? ସତ୍ୟ କଲା। ରଜା ପୁଅ କବାଟ ଫିଟେଇଲା। କହିଲା, ଏ ଯେଉଁ କନ୍ୟାର ବାଳ, ସେ କନ୍ୟାକୁ ଆଣିଦେଲେ ମୁଁ ବିଭା ହେବି, ନଇଲେ ମୁଁ ପାଣି ଛୁଇଁବି ନାହିଁ। ମନ୍ତ୍ରୀ ପୁଅ କେତେ ବୁଝେଇଲା। କହିଲା, ସଙ୍ଗାତ, ଏ ଛାର କଥା ପାଇଁ କି ଏତେ ଭାଳେନି? ତମେ ଖାଅ ପିଅ, ମୁଁ ସେ କନ୍ୟାକୁ ଆଣିଦେବି। ରଜା ପୁଅ ଖାଇଲା ପିଇଲା। ମନ୍ତ୍ରୀ ପୁଅ ଯାଇ ରଜାଙ୍କ ଛାମୁରେ ଜଣା କଲା। କହିଲା, ମଣିମା, 1200 ବଢ଼େଇକି ହୁକୁମ ଦିଅ, କାଲି ସକାଳୁ ମନ ପବନ ଡଙ୍ଗା ତିଆରି କରି ଆଣନ୍ତୁ। ସେଥିରୁ ରଜା ସେକ୍ଷଣି ହୁକୁମ ଦେଲେ। 1200 ବଢ଼େଇ ଯାକ ଧରା ହୋଇ ଆସିଲେ। ରଜା କହିଲେ, ଯେବେ କାଲି ସକାଳୁ ମନ ପବନ ଡଙ୍ଗା ଆଣି ନଦେବ, ତେବେ 1200 ବଢ଼େଇଙ୍କର ସବଂଶେ ମୁଣ୍ଡ କାଟ ହେବ। ଗୋଟିଏ ବୁଢ଼ା ବଢ଼େଇ ଅତି ବ୍ୟସ୍ତ ହୋଇ ଗୋଟିଏ କଦମ୍ବ ଗଛ ମୂଳରେ ଯାଇ ଶୋଇଲା। ରାତିଯାକ ନିଦ ମାଡ଼ିବାକୁ ନାହିଁ। ସେ ଗଛରେ ଫୁଲ ଶାଗୁଣାଟିଏ ବସା କରିଥାଏ। ରାତିକି ବସାକୁ ଫେରି ଆସିଲା ବେଳକୁ ଛୁଆଯାକ କେଁ କଟର ହେଲେ ଖାଇବେ ବୋଲି। ଫୁଲ ଶାଗୁଣା ପିଲାଙ୍କୁ ବୋଧ କରି କହିଲା, ଆଜି ଯାହା ଆଣିଛି ଖାଇକି ଶୁଅ, କାଲିକି 1200 ବଢ଼େଇ ସବଂଶେ ହାଣ ହେବେ। କାଲି ଯେତେ ଇଚ୍ଛା ସେତେ ମନବୋଧ କରି ଖାଇବ। ସତେ କ'ଣ ବଢ଼େଇମାନେ ମନ ପବନ ଡଙ୍ଗା ତିଆରି କରିବେ ଯେ ହାଣରୁ ବର୍ତ୍ତିବେ? ଶାଗୁଣା ଛୁଆ ଜିଗର କରି ମାଆକୁ ପଚାରିଲେ, କେଉଁ ଗଛରେ ଭଲା ସେ ଡଙ୍ଗା ତିଆରି ହେବ? ମା କହିଲା, ଆମେ ଯେଉଁ ଗଛରେ ଅଛୁ ସେଇ ଗଛରେ ମନ ପବନ ଡଙ୍ଗା ତିଆରି ହୁଅନ୍ତା। ବୁଢ଼ା ବଢ଼େଇ ଏହା ଶୁଣି ବହୁତ ଖୁସି ହେଲା। ଆଉ ବଢ଼େଇ ଯାକଙ୍କୁ ଉଠେଇ କଥାଟି କହିଲା। ସେ ଗଛକୁ ହାଣି ମନ ପବନ ଡଙ୍ଗା ତିଆରି କରି ରଜାଙ୍କୁ ଭେଟିଦେଲେ। ରଜା ପୁଅ ସକାଳୁ ଉଠି ସଙ୍ଗାତ ସାଙ୍ଗରେ ସେ ମନ ପବନ ଡଙ୍ଗାରେ ଚଢ଼ି ବାହାରିଗଲା। ଯାଉଁ ଯାଉଁ ସେ ଡଙ୍ଗା ଅସୁରୁଣୀ ତୁଠରେ ଲାଗିଲା। ସନ୍ଧ୍ୟା ପୋଡ଼ି ଆସିଲାଣି। ଅସୁରୁଣୀ ଯାଇଛି ଆହାର ଖୋଜିବାକୁ। ବାଳବତୀ କନ୍ୟା ଗୋଡ଼ ହାତ ଧୋଇବାକୁ ନଈ ତୁଠକୁ ଆସିଥାଏ। ଏ ଦି ସଙ୍ଗାତଙ୍କୁ ଦେଖି କହିଲା, ଆହା, କାହିଁକି ଏ ଦେଶକୁ ଅଇଲ? ଏଇ ଲାଗେ ତ ବୁଢ଼ୀ ଅସୁରୁଣୀ ଆସିଯିବ। ଆସିଲେ ତୁମକୁ ଖାଇଯିବ। ହଉ, ଆସିଲଣି ତ ଆସ। ଏହା କହି ମନ ପବନ ଡଙ୍ଗାକୁ ଲୁଚେଇ ଦେଲା। ଏ ଦି ସଙ୍ଗାତଙ୍କୁ ପାଣି ଭିତର ନଅରକୁ ନେଲା। ମନ୍ତ୍ରୀ ପୁଅ ସବୁ କଥା ବାଳବତୀ କନ୍ୟାକୁ କହିଲା। ସକାଳ ହେଲା ବେଳକୁ ଅସୁରୁଣୀ ବୁଢ଼ୀ ଚାଲି ଚାଲି ଘରକୁ ଆସିବ। ରାତି 9 ପାହୁଣୁ ବାଳବତୀ କନ୍ୟା ଏ ଦିହିଁକି ଯୋଡ଼ିଏ ମାଛି କରିଦେଲା। ଏ ଦିହେଁ ଦିଓଟି ମାଛି ହୋଇ ଓରା ଉପରେ ବସିଥାନ୍ତି। ଅସୁରୁଣୀ ଆସି ପହଞ୍ଚିଲା। ତାକୁ ମଣିଷ ବାସନା ଜଣାଗଲା। ବୁଢ଼ୀ କହିଲା, ହଇଲୋ ଝିଅ, ଏଠି ମଣିଷ ମାଉଁସ କିଆ ବାସୁଛି? ଏଠିକି କିଏ ମଣିଷ ଆସିଛନ୍ତି କି? ବାଳବତୀ କନ୍ୟା କହିଲା, ଏଠି ତ ଆଉ ମଣିଷ କେହି ନାହିଁ, ମୁଁ ଏକା ଅଛି, ମତେ ଖା। ଅସୁରୁଣୀ ବୁଢ଼ୀ ଜିଭ କାମୁଡ଼ି ପକେଇ କହିଲା, ମୋ ଆୟୁଷ ତୁ ନେ, ତତେ ଖାଇବି? ଏଡ଼େ କଥାଟାଏ କିଆଁ କହିଲୁ? ମୁଁ ପଛେ ମରେ, ତୁ ବସିଥା। ସନ୍ଧ୍ୟା ହେଲାରୁ ଅସୁରୁଣୀ ଆଧାର ଖୋଜିଯାଏ। ଅସୁରୁଣୀ ଗଲାରୁ ଏ ଦି ସଙ୍ଗାତଙ୍କୁ ବାଳବତୀ କନ୍ୟା ଫେର ମଣିଷ କରିଦିଏ। ରଜା ପୁଅକୁ ସେ କନ୍ୟା ବିଭା ହେଲା। ଫେର ଅସୁରୁଣୀ ଅଇଲା ବେଳକୁ ଦିହିଁକି ମାଛି କରିଦିଏ।
ଅସୁରୁଣୀ ନୀତି ମଣିଷ ମାଉଁସ ବାସନା ବାରେ। ନୀତି ଝିଅକୁ କହେ, ଝିଅ କହେ ଆଉ ତ କେହି ନାହିଁ, ଯେବେ ମନ ହଉଛି ମତେ ଖା। ଅସୁରୁଣୀ ଜିଭ କାମୁଡ଼ି ତୁନି ରହେ। ଏମିତି ଦିନ କେତେ ଗଲା। ଦି ସଙ୍ଗାତ ଦିନ ବେଳେ ମାଛି ହୋଇ ରହନ୍ତି, ରାତିକି ମଣିଷ ହୁଅନ୍ତି। ୟାଙ୍କୁ ପଛକୁ ବଡ଼ ବିରକତ ଲାଗିଲା। ମନ୍ତ୍ରୀ ପୁଅ ଏକ ବୁଦ୍ଧି ପାଞ୍ଚିଲା। ବାଳବତୀ କନ୍ୟାକୁ ଶିଖାଇଲା, ଆଜି ଅସୁରୁଣୀ ଆସିଲେ ତାକୁ କଅଳେଇ ସଅଳେଇ ତାଠୁ କଥା ନବୁ। ତା ଜୀବନ ନାଟିକା କେଉଁଠି ଅଛି। ସତକୁ ସତ ସେଦିନ ଅସୁରୁଣୀ ଫେରିଲାରୁ ବାଳବତୀ କନ୍ୟା ତା ଗୋଡ଼ ଘଷି ଦେଉଥାଏ, କାନ୍ଦୁଥାଏ। ଟୋପାଏ ଲୁହ ଅସୁରୁଣୀ ବୁଢ଼ୀର ଗୋଡ଼ରେ ପଡ଼ିଗଲା। ଅସୁରୁଣୀ ସେକ୍ଷଣି ସେ ଲୁହ ଟୋପାକ ଚାଟିଦେଲା। ପଚାରିଲା, ହଇଲୋ ଝିଅ, ମୁଁ ମରିଯାଏଟି, ତତେ କି କଥା ଅପୂର୍ବ ଯେ ତୁ କାନ୍ଦୁଛୁ? ହଜି ଯାଇଥିଲେ ଖୋଜେଇ ଦେବି, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବି। ସରଗରୁ ଚାନ୍ଦ ତୁ ଖୋଜିଲେ ଆଣିଦେବି, ତୁ କିଆଁ କାନ୍ଦୁଛୁ? ବାଳବତୀ କନ୍ୟା କହିଲା, ମାଲୋ, ବିଚାରୁଥିଲି ତୁ କ'ଣ ସବୁଦିନ ବଞ୍ଚିଥିବୁ? ତୁ ତ ଆସି ବୁଢ଼ୀ ହେଲୁଣି। ତୁ ମଲେ ମୋ କଥା କିଏ ବୁଝିବ? ମୁଁ କାହା ମୁହଁ ଚାହିଁ ଛାତି ଧରି ରହିବି କହିଲୁ? ଏହା ମନେ ପଡ଼ିଲାରୁ ଆଖିରେ ଲୁହ ଟୋପାଏ ଆସିଗଲା। ଅସୁରୁଣୀ ଏହା ଶୁଣି କିରକିରି ହୋଇ ହସି ଉଠିଲା। କହିଲା, ମୁଁ କ'ଣ ସହଜରେ ମରିବି? ମୋ ଜୀବନ ନାଟିକା କିଏ ପାଇବ ଯେ ମୁଁ ମରିବି? ତୁ ସେଥିପାଇଁ ଭାଳେଣି କରୁଛୁ କିଆଁ? ଆମ ବଡ଼ ଅଗଣା ମଝିରେ ଗୋଟିଏ ସିନ୍ଦୁକ ପୋତା ହୋଇଛି। ତା ଭିତରେ ଏକ ଦନ୍ଥରା କୋଡ଼ି ଅଛି। ସେ ଦନ୍ଥରା କୋଡ଼ି ଆଣି ଯେବେ କେହି ଅଣ୍ଡିରି ପୁଅ ମୋ ମୁଣ୍ଡ କୁଣ୍ଡେଇବ, ସେ ରକତରୁ ଟୋପାଏ ଭୂଇଁରେ ନ ପଡ଼ିବ, ତେବେ ଯାଇ ମୁଁ ମରିବି। ନଇଲେ ମତେ କିଏ ସହଜରେ ମାରିବ ଯେ ତୁ ଏତେ ଭାଳେଣି କରୁଛୁ? ଦି ସଙ୍ଗାତ ମାଛି ହେଇ ବସିଥାନ୍ତି, ସବୁ ଶୁଣୁଥାନ୍ତି। ଫେର ବାଳବତୀ କନ୍ୟା ସେ ଅସୁରୁଣୀକି ପଚାରିଲା, ମାଲୋ ମା, ତୁ ମତେ ସ୍ନେହ କରୁନାହୁଁ? ସ୍ନେହ କରୁଥିଲେ ମୋ ପାଇଁ ଧନଦର୍ବ ରଖନ୍ତୁ ନାହିଁ? ଅସୁରୁଣୀ ଯେଉଁଠି ଯେତେ ମାଲମତା ଟଙ୍କା ଟୁକର ଧନଦର୍ବ ପୋତିଥିଲା ସବୁ ବାଳବତୀ କନ୍ୟା ଆଗରେ କହିଦେଲା। ସନ୍ଧ୍ୟା ହେଲାରୁ ଅସୁରୁଣୀ ଗଲା ଆଧାର ଖୋଜି। ଦି ସଙ୍ଗାତ ମଣିଷ ହୋଇ ବଡ଼ ଅଗଣା ଖୋଜି ସିନ୍ଦୁକ ଭିତରୁ ଦନ୍ଥରା କୋଡ଼ି ବାହାର କଲେ। ସକାଳକୁ ଅସୁରୁଣୀ ବୁଲି ଚାଲି ଆସି ନୀତି ଯେମିତି ମଣିଷ ମାଉଁସ ବାସନା ବାରେ ସେମିତି ସେଦିନ କହିଲା। ବାଳବତୀ କନ୍ୟା ଯେମିତି କହେ ସେମିତି କହିଲା, ମୁଁ ଏକା ଏଠେଇଁ ମଣିଷ ଅଛି, ମତେ ଖା। ଅସୁରୁଣୀ ଜିଭ କାମୁଡ଼ି ପକାଇଲା। ଟିକିଏ ଗଲାରୁ ଅସୁରୁଣୀ ଶୋଇପଡ଼ିଲା। ରଜାପୁଅ ମନ୍ତ୍ରୀ ପୁଅ ସେ କୋଡ଼ିକି ଆଣି ବୁଢ଼ୀ ଅସୁରୁଣୀର ମୁଣ୍ଡକୁ ରାମ୍ପି ଦେଲେ। ରକତ ଭୂଇଁରେ ପଡ଼ିଲା ନାହିଁ, ସେଜ ଉପରେ ପଡ଼ିଲା। ଅସୁରୁଣୀ ଏକ ଭୀମ ରଡ଼ି ଛାଡ଼ି ବାଡ଼େଇ କଚାଡ଼ି ହୋଇ ଜୀବନ ଛାଡ଼ିଲା। ତା ଗର୍ଜନରେ ଘର ଦୁଆର ଦୁଲକି ଗଲା। ଅସୁରୁଣୀ ମଲାରୁ ଧନ ଦରବ ପୋତା ଲୋତା ସବୁ ଖୋଳି ଖାଳି ଦି ସଙ୍ଗାତ ଯାକ ମନ ପବନ ଡଙ୍ଗାରେ ପୂରେଇ ବାଳବତୀ କନ୍ୟାକୁ ନେଇ ଆପଣା ଦେଶକୁ ଗଲେ। ନରଖଣ୍ଡେ ଦୂରରେ ଥାଏ ମନ୍ତ୍ରୀ ପୁଅ ଆଗରେ ଯାଇ ରଜାଙ୍କ ଛାମୁରେ ଜଣାଇଲା। ରଜା ପାତ୍ର ମନ୍ତ୍ରୀ ଯାନବାହନ ପାଲିଙ୍କି ପାଟ ଛତା ସାଙ୍ଗରେ ଆଣି ପୁଅ ବୋହୂକୁ ଘରକୁ ନେଲେ। ରଜାଙ୍କ ନଅରଯାକ କଦଳୀ ଗଛ ପାଣି ମାଠିଆ ଫୁଲହାରରେ ପୂରିଗଲା। ସାଇ ମାଇପେ ହୁଳହୁଳି ଦେଲେ। ଶଙ୍ଖ ବାଜିଲା, ବାଇଦ ବଡ଼ କାଠ ବାଜିଲା। ସାତ ଅହ୍ୟ ମାଇପେ ସାତ ଦୀପ ନେଇ ପୁଅ ବୋହୂଙ୍କୁ ବନ୍ଦେଇଲେ। ପୁଅ ବୋହୂଙ୍କୁ ରାଣୀ ଆସି ଘରକୁ ନେଲେ। ପୁଅ ବୋହୂ ଆନନ୍ଦରେ ଘର ଦୁଆର କଲେ। କିଏ କେତେ କ'ଣ ଖାଇଲେ, କିଏ କେତେ କ'ଣ ନେଲେ। ମୁଁ ଗଲାରୁ ମତେ ଟିକିଏ ସୁଦ୍ଧା ଦେଲେ ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ବାଳବତୀ କନ୍ୟା। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।